ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ଦେହ ଖରାପ ଥାଉ ବା ଭଲ ଥାଉ, ସିଲେଇ କରିବାକୁ ପଡ଼ିବ। ସିଲେଇ ଲୋକମାନେ ବି ଆସିବେ। ଯେଉଁ ସଂସ୍ଥାଟା ଆମେ ଧରିଛେ ତାହାକୁ ନିଭେଇତ ବି ପଡ଼ିବ। ଏମିତି ବି ସ୍ତ୍ରୀ ଲୋକମାନେ ସବୁ ଆସୁଛନ୍ତି, ବହୁତ ଦୂର ସିଲେଇ ନେଇକି ଆସୁଛନ୍ତି। ଆସିକି ମୋତେ ପଚାରୁଛନ୍ତି, ଦିଦି ଆଉ ତମ ଦେହ ଭଲ ଅଛି ନା? ଆଉ ହଁ, ଦେହ ଭଲ ଅଛି। ମୋ ଦେହ ତ ସବୁବେଳେ ଖରାପ ଥାଏ ଆଉ ସେମିତି ଆଉ ନା, ତମର ତ 365 ଦିନରୁ 300 ଦିନ ତମ ଦେହ ଖରାପ, ଆଉ 65 ଦିନ ବୋଧେ ଭଲ। ଆଉ ନା, ଆଉ 5 ଦିନ ଖଣ୍ଡେ କାଟିଦିଅ, 60 ଦିନ ଖଣ୍ଡେ ମୋ ଦେହ ଭଲ ଥିବ। ଆଉ ହଁ, ସତ କଥା। ଆଉ ଯେତେବେଳେ ଆସିଲା ତମ ଦେହ ଖରାପ, ହଉ ହେଲା। ଆଉ ମୁଁ ହଉ କୁହ, ଆସ କ'ଣ ସିଲେଇ କୁହ। ଆଉ ଦେହ ତ ଖରାପ, ଆଉ ତା ଭିତରେ ବି ସିଲେଇ କରତେ ପଡ଼ିବ। ଆଉ ଏଠୁ ହଉ ଦିଦି, ଦେଖ ଶାଢ଼ୀଟା ଦେଖିବା ଭଲ ହେଇଛି ନା? ହଁ, ଭଲ, ଭାରି ବଢ଼ିଆ ଦେଖାଯାଉଛି। ମୁଁ କାହା ମନର ଦୁଃଖ ଦିଏନି, ସମସ୍ତଙ୍କୁ କିଏ ହଁ ଶାଢ଼ୀ ବହୁତ ଭଲ ହେଇଛି। ତାପରେ ଦିଦି ଟିକେ ଡିଜାଇନ୍ କରିଥାନ୍ତେ ବା, ଆଉ ସେ ଡିଜାଇନ୍ଟା ଟିକେ ପିଠିରେ ଟିକେ ଫୁଲ କରିଦେବ, ଆଉ ପାନପତ୍ର ଟିକେ କରିଦେବ, ଆଉ ତା ଲଟକନ୍ ଟିକେ କରିବ। ଏତେ ଖଣ୍ଡ ପେନ୍ଥି ଓହଳେଇଦେବ, ଲଟକନ୍ କଢ଼ ଫୁଲ ସବୁ କରିଦେବ। ଆଉ ହାତର 3-4ଟା ଖାଲି ଟିକେ କଣା କରିଦେବ ହେଲା। ଆଉ ସେତିକି। ଆଉ ସମସ୍ତେ ପିନ୍ଧୁଛନ୍ତି, ମୋର ଟିକେ ବି ମନ ହେଇଛି ପିନ୍ଧତେ। ଆଉ 3-4ଟା ହାତରେ କଣା କରିଦେବ, ପିଠିରେ ଟିକେ ଫୁଲ କରିଦେବ, ଡିଜାଇନ୍ ଟିକେ କରିଦେବ, ଭଲକି ଟିକେ କରିଦେବ। ଆଉ ଶାଢ଼ୀ ଗୋଟେ ମନ କରିକି ଆଣିଛି। ଆଉ ହଁ ହଁ, ମୁଁ ତୁମର ଭଲକିରି କରିଦେବି। ଆଉ ମୁଁ ବଇଛି ସେଇଥିପାଇଁ ଆଉ କରିଦେବିନି ନା? ଆଉ ହଉ ଦିଦି, ଆଉ କେତେ ପଇସା? ଆଉ ମୁଁ ମୋ ରେଟ୍ କୁହେ। ନର୍ମାଲ୍ ବ୍ଲାଉଜ୍ କଲେ ଏତିକି, ପିଠି ଡିଜାଇନ୍ କଲେ ତାପରେ ଏତିକି ପଡ଼େ, ହାତ ଡିଜାଇନ୍ କଲେ ତାପରେ ଏତିକି ପଡ଼େ। ସବୁ ମୁଁ କହିଦିଏ ଯେ ମୋର ଏଇଭଳିଆ ରେଟ୍ ମୁଁ ନିଏ। ଧାଡ଼ୁକି ଚମି ପଡ଼ିବେ। ଆଉ କିଲୋ ଦିଦି, ଆଉ ତୁମେ ଟିକେ ତ କ'ଣ ଆଉ କଲ କି? ପିଠିରେ ଟିକେ ଏମିତି କରିଦେଲ, ଆଉ ହାତରେ ଟିକେ କଣା କଣା କରିଦେଲ 3-4ଟା, ଆଉ ସେଇଥିରେ କ'ଣ ତୁମେ ଏତେ ରେଟ୍ କହୁଛ? ଟିକେ ତ ଖାଲି କଣା କରିଦେବ ହାତରେ, ଆଉ 3-4ଟା। ଆଉ ମୁଁ କହିଲି ହଁ, ତୁମ ନୂଆ ଯେଉଁଟା ଦେଇଛ ସେଇଟାରେ ବି କରିଦେବି, ଆଉ ଯେଉଁଟା ପିନ୍ଧିକି ଆଇଛ ଦେଉନ ଟିକେ କଇଁଚି ମାରି କଣା କରିଦେବି। 3-4ଟା ସେଇଟା ଡିଜାଇନ୍ ହେଇଯିବ। କୁହ। ଆଉ ମୁଁ କହିବି କି ନାହିଁ ମୋତେ ଚିନ୍ତା କର ନା, ଦେଖିବା। ମୁଁ କହିବି ଦିଅ, ତୁମେ ଯେଉଁଟା ପିନ୍ଧିକି ଆଇଛ, ମୁଁ ଟିକେ କଇଁଚି 3-4ଟା ହାତରେ ମାରିଦିଏ, କଟ୍ କରିଦିଏ, ସିଏ ବି ଡିଜାଇନ୍ ଗୋଟେ ହେଇଯିବ। ଇଆଡ଼େ ପଚାରୁଛ ଦିଦି ତୁମ ଦେହ ଠିକ୍ ଅଛି କି ନାହିଁ, ସିଆଡ଼େ ଦେଖୁଛ ମୋ ଦେହ ଅସୁସ୍ଥ, ସିଆଡ଼େ ଏତେ ଗୁଡ଼ା ଡିଜାଇନ୍ ବତଉଛ। ପଇସା କଥା କହିଲେ ମୋତେ କହୁଛ ନା, କାହିଁ ଏତେ ପଇସା ବୋଲି କହୁଛ ନା? ହଁ, ଆରେ ସେ କଣାଟା ପିଠିରେ ହେଉ ତ ହାତରେ ହେଉ, ସେ କଣାଟା କରତେ ଗଲେ କେତେ କଷ୍ଟ ପଡ଼ିବ। ମାପ ଚୁପରେ କେତେ ସାଇଜ୍ ସୁଇଚାରେ କରତେ ପଡ଼ିବ। ଯିଏ କରୁଛି ସିଏ ଜାଣିଛି ନା, ଯିଏ ପିନ୍ଧୁଛି ସିଏ ଜାଣିଛି। ସିଏ ଖାଲି ତ ଦେଖୁଛୁ ଲୋକଙ୍କର, ଆମର କଣା କରିଥିବ, ତାଙ୍କର କଣା ପିନ୍ଧୁଛନ୍ତି। ବୁଝିପାରୁଛ ନା? ଆଉ ସେଇ ରୋଗ ସମୟଟା ଯେତେ ଖର୍ଚ୍ଚ ହେବ, ଯେକୌଣସି ଡିଜାଇନ୍ର ବ୍ଲାଉଜ୍ ହେଉ, ଯେକୌଣସି ଯିଏ ସେ ପଇସାଟା ଭିଡ଼ାଯାଏ। ଆରେ ଆମେ ସମୟ ତୁମର ଦିନକର ଜାଗାରେ 3 ଦିନ ଦେବା, ପଇସାଟା ଭିଡ଼ିବାନି ନା? ସେଇଥିପାଇଁ ଡିଜାଇନ୍ ସାଙ୍ଗରେ ସମୟ ସାଙ୍ଗରେ, ଯେ ସମୟ ଏତିକି ସମୟ ଏଇ ବ୍ଲାଉଜ୍ଟା ଗଲା, ତା ସାଙ୍ଗରେ ପଇସାଟା ଭିଡ଼ାଯାଏ। କେହି ଖାଲିଟାରେ ଠକିକି ନିଅନ୍ତିନି। ବୁଝିପାରୁଛ? ଯିଏ ଯେଉଁଠି ବ୍ଲାଉଜ୍ କରନ୍ତି, ଆଉ ତୁମକୁ କାହିଁ ଆମେ ଠକି ଦେଇଯିବା? ଏଇଭଳିଆ କଥା। ତା ପଇସା କଥା ଶୁଣି ସାରିଲା ପରେ, ନା ଦିଦି ଆମର ପ୍ଲେନ୍ ବ୍ଲାଉଜ୍ କାଟିଦିଅ। ବୁଝିପାରୁଛ? ହଉ, ମୁଁ ବି ରାଜି। ପ୍ଲେନ୍ ବ୍ଲାଉଜ୍ କାଟିଦେବି, ସେଇଠୁ ଖୁସିରେ ନେଇଯିବେ। ବୁଝି ନଥିବ ଯିଏ, ସିଏ ତ ଏମିତି କହିବେ ନା। ଆଉ ବୁଝିଗଲା ପରେ ପ୍ଲେନ୍ ବ୍ଲାଉଜ୍ କାଟିଦିଏ। ରହିଲି। ଜୟ ଜଗନ୍ନାଥ।